ପାଦର ଆକୃତିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ, ଚରିତ୍ର ଏବଂ ଭାଗ୍ୟ। ପାଦର ଆକୃତି ଯେହିଭଳି ହୋଇଥାଏ ସେହିପରି ବ୍ୟକ୍ତିର ଭାଗ୍ୟ ମଧ୍ୟ ଥାଏ ଏବଂ ପାଦର ଆକୃତିରୁ ବହୁତ କିଛି ଜିନିଷ ଜାଣି ମଧ୍ୟ ହୁଏ। ନମସ୍କାର ଦର୍ଶକ ବନ୍ଧୁ, କିଛି ଅକୁହା କଥା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ପାଦ ସମସ୍ତଙ୍କର ଭିନ୍ନ ପ୍ରକାରର ଥାଏ। ପାଦରୁ ଚରିତ୍ର ଜଣାପଡ଼ିଥାଏ, ସ୍ୱଭାବ ମଧ୍ୟ ଜଣାପଡ଼ିଥାଏ ଏବଂ ପାଦର ଆକୃତିରୁ ମଣିଷ କେତେ ଭାଗ୍ୟବାନ, କେତେ ଧନବାନ, କେତେ ବୁଦ୍ଧିବାନ ଆଉ କେତେ ସେ ଚାଲାକ ସେଇଟା ମଧ୍ୟ ଜଣାପଡ଼ିଥାଏ। ତ ଚାଲନ୍ତୁ ଆଜି ଆମେ ଜାଣିବା କାହା ପାଦ କେଉଁଭଳି ଏବଂ ସେହି ପାଦର ଆକୃତିରୁ ଆପଣମାନେ ମଧ୍ୟ ଆପଣଙ୍କ ଭାଗ୍ୟ ଜାଣିପାରିବେ। ଆପଣଙ୍କ ଭାଗ୍ୟରେ କେତେ ଉନ୍ନତି ଅଛି, କେତେ ଆପଣ ସଫଳତା ପାଇବେ, ସବୁକିଛି ଜାଣିପାରିବେ। କିଛି ଲୋକଙ୍କର ପାଦର ଆକୃତି ଥାଏ ଏବଂ କିଛି ଲୋକଙ୍କର ପାଦର ଆକୃତି ନର୍ମାଲ ହେଇକି ଥାଏ, ଯେଉଁଟାକି ଓଦା ଗୋଡ଼ରେ ମଧ୍ୟ ସେ ପାଦର ଆକୃତି ଅଲଗା ହୋଇଥାଏ। ପ୍ରଥମରେ ଏହିଭଳି ପାଦ ଯେଉଁମାନଙ୍କର ହେଇଥାଏ ସେମାନେ ଅତ୍ୟଧିକ ଜିଦ୍ଦି ସ୍ୱଭାବର ହୋଇଥାନ୍ତି, କିନ୍ତୁ ଏମାନେ ଚରିତ୍ର ହିସାବରେ ବହୁତ ଭଲ ହୋଇଥାନ୍ତି। ଖୋଲା ମନ ହୋଇଥାଏ, ଯାହା କହିବାର ଥାଏ ଉପରେ ସେମାନେ କହିଦିଅନ୍ତି, ଭିତରେ ସେମାନଙ୍କ ପାଇଁ କିଛି ନଥାଏ ଏବଂ ଏମାନେ ବୁଦ୍ଧିରେ ବହୁତ ତେଜ ହେଇଥାନ୍ତି, ଭଲ ପାଠ ପଢ଼ନ୍ତି, ଧନ ମଧ୍ୟ ଭଲ କମାନ୍ତି। କିନ୍ତୁ ଏମାନେ ନିଜର ଆଳସ୍ୟପଣ ଯୋଗୁଁ ଏମାନେ ବେଳେବେଳେ ପଛେଇ ଯାଆନ୍ତି। ଏମାନେ କୌଣସି କାମକୁ ହାତକୁ ନେବା ପୂର୍ବରୁ ଟିକେ ଆଳସ୍ୟ ମଧ୍ୟ ଦେଖାଇଥାନ୍ତି, କିନ୍ତୁ ଯଦି ସେମାନେ ଏହି କାମଟିକୁ ହାତକୁ ନେଇଗଲେ ତାପରେ ଏମାନେ ନ ସରିବା ପର୍ଯ୍ୟନ୍ତ ଏ କାମରେ ଲାଗିଥାନ୍ତି, ତାପରେ ସଫଳତା ମିଳିଥାଏ। ବିଚକ୍ଷଣ ବୁଦ୍ଧି ହୋଇଥାଏ, ଧନ ଭଲ ମଧ୍ୟ ଏମାନେ କମାଇଥାନ୍ତି ଏବଂ ବିବାହ ପରେ ଏମାନଙ୍କର ଭାଗ୍ୟ ବହୁତ ଭଲ ଭାବରେ ଉଦୟ ହୋଇଥାଏ। ଏମାନଙ୍କର ସ୍ୱଭାବ ଯେଭଳି ଭଲ, ଏମାନେ ଭଲ ରୋଜଗାର ମଧ୍ୟ କରିଥାନ୍ତି। 30ରୁ 35 ବର୍ଷ ପରେ ଏମାନଙ୍କର ଭଲ ଭାବରେ ଭାଗ୍ୟ ମଧ୍ୟ ଫିଟିଥାଏ। ଏମାନେ ମନରେ କିଛି ସଂକୋଚ ମଧ୍ୟ ରଖନ୍ତି ନାହିଁ, ଯାହାକୁ କହନ୍ତି ଉପରେ ମଧ୍ୟ କହିଦିଅନ୍ତି। ମନରେ ଅନ୍ୟ ପ୍ରତି କେବେ ଏମାନଙ୍କର ଖରାପ ଭାବନା ନଥାଏ ଏବଂ କୌଣସି କୁଣ୍ଠାବୋଧ ମଧ୍ୟ ନଥାଏ ଏବଂ ଯାହାକୁ କହିଦିଅନ୍ତି ଉପରେ, ପଛରେ ମଧ୍ୟ ସେମାନେ ସେହି ବ୍ୟକ୍ତିକୁ ବୁଝାଇ ମଧ୍ୟ ଥାନ୍ତି। ଏହିଭଳି ପାଦର ବ୍ୟକ୍ତିବିଶେଷ ସରଳ ସ୍ୱଭାବ ହୋଇଥାନ୍ତି ଏବଂ ଏମାନେ ବହୁତ ଖୋଲା ମଧ୍ୟ ହୋଇଥାନ୍ତି। କୌଣସି କପଟ ଏମାନଙ୍କ ମନରେ ବିଲକୁଲ ବି ନଥାଏ। ସେହିଭଳି ଭାବରେ ଏମାନେ ଉନ୍ନତି କରିଥାନ୍ତି। ଯଦି ଆପଣଙ୍କ ମନରେ କପଟ ନଥାଏ ତାହେଲେ ଭଲରେ ଉନ୍ନତି ମଧ୍ୟ ହୋଇଥାଏ। ଚାଲନ୍ତୁ ଜାଣିବା ଏହି ପାଦ ବିଷୟରେ। ଏହିପରି ପାଦର ଆକୃତି ଯେଉଁମାନଙ୍କର ଥାଏ ସେମାନେ କର୍ମନିଷ୍ଠ ହୋଇଥାନ୍ତି। ଏମାନେ ବେଳେ ବେଳେ ଜାଣିପାରନ୍ତି ନାହିଁ, ଏମାନେ ବହୁତ ବଡ଼ ବଡ଼ ସୁଯୋଗ ମଧ୍ୟ ହରେଇଥାନ୍ତି। କର୍ମନିଷ୍ଠ ହୋଇଥିବା ସତ୍ତ୍ୱେ ମଧ୍ୟ କେଉଁ କର୍ମ ଏମାନଙ୍କ ପାଇଁ ଭଲ, କେଉଁ କର୍ମ ଏମାନଙ୍କ ପାଇଁ ଖରାପ, ବେଳେବେଳେ ଏମାନେ ନିର୍ଣ୍ଣୟ କରିପାରନ୍ତି ନାହିଁ। ତେଣୁକରି ନିଜ ପାଇଁ ହିଁ ଏମାନେ ବିପଦ ଆଣିଥାନ୍ତି, ଆଗେଇ ପାରନ୍ତି ନାହିଁ। କିନ୍ତୁ ଏମାନଙ୍କର ଭାଗ୍ୟ ବହୁତ ଉନ୍ନତି ହୋଇଥାଏ। ଯେବେ ଏମାନେ ଜାଣିପାରନ୍ତି ଯେ ଏହି କର୍ମଟି ଆମ ପାଇଁ ଭଲ, ସେତେବେଳେ ସେମାନେ ବହୁତ ପ୍ରକାରର ଉନ୍ନତି କରିଥାଏ। ଏହିଭଳି ଆକୃତିର ଲୋକ ଯେଉଁମାନଙ୍କର ପାଦ ଥାଏ ସେମାନେ ଉନ୍ନତିର ଶିଖର ପାଖରେ ପହଞ୍ଚନ୍ତି। ଉଠାଣି ପାଦ, ପାଦର ମଝି ଭାଗ ବହୁତ ଭାଗରେ ଉଠାଣି ହେଇକି ଯେଉଁମାନଙ୍କର ଥାଏ ସେମାନେ ବହୁତ ପ୍ରକାରର ସୁଯୋଗ ମଧ୍ୟ ପାଆନ୍ତି, କିନ୍ତୁ ଟିକେ ଟିକେ ଆଳସ୍ୟପଣ ଯୋଗୁଁ ସେ ସୁଯୋଗ ମଧ୍ୟ ସେମାନେ ହରାଇ ବସନ୍ତି। କିନ୍ତୁ ଯେତେବେଳେ ଜାଣନ୍ତି ଏହି ସୁଯୋଗ ଆମ ପାଇଁ ଭଲ ବୋଲି, ସିଏ ନିହାତି ଭାବରେ ଉନ୍ନତି ମଧ୍ୟ କରିଥାନ୍ତି। ଏହିଭଳି ବ୍ୟକ୍ତିବିଶେଷ ଲୋକମାନେ ନିଜର କଥାର ମାଧୁର୍ଯ୍ୟରେ ସମସ୍ତଙ୍କୁ ଆକର୍ଷଣ କରିଥାନ୍ତି ଏବଂ ସମସ୍ତଙ୍କୁ ପରିଚାଳିତ ମଧ୍ୟ କରିଥାନ୍ତି। ଏମାନଙ୍କ ପାଖରେ କଥା କହିବାର ଏମିତି ଶୈଳୀ ଥାଏ, ଏମାନଙ୍କ କଥାରେ ହିଁ ଲୋକ ଆକୃଷ୍ଟ ହୁଅନ୍ତି ଏବଂ ସମସ୍ତଙ୍କୁ ପରିଚାଳନା କରିବା ସହିତ ନିଜେ ଅଳ୍ପ ପରିଶ୍ରମରେ କେମିତି ଧନ କମାଇବେ ସେ ବିଷୟରେ ମଧ୍ୟ ଭାବିଥାନ୍ତି ଏବଂ ସେହି ବିଷୟରେ ସେମାନେ ଉନ୍ନତି ମଧ୍ୟ କରିଥାନ୍ତି। ଯେତେବେଳେ ଏମାନେ ବୁଝି ବିଚାରି କାମ କରିଥାନ୍ତି ସେତେବେଳେ ଏମାନଙ୍କୁ କେହି ରୋକିପାରନ୍ତି ନାହିଁ, କାରଣ ସେମାନେ ତାଙ୍କର ହିତାହିତ ଜ୍ଞାନକୁ ମଧ୍ୟ ଏଥିରେ ଲଗାଇଥାନ୍ତି।
ବହୁତ ଭାବରେ ଏମାନଙ୍କର ବିବାହ ପରେ ଭାଗ୍ୟ ଉନ୍ନତି ହୋଇଥାଏ। ଭାଗ୍ୟରେ ଧନ ସମ୍ପତ୍ତି ସବୁ ଏମାନଙ୍କୁ ମିଳିଥାଏ। 30 ବର୍ଷ ପରେ ଏମାନଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ। ଯେତେବେଳେ ଏମାନଙ୍କ ଜୀବନକୁ ଆଉ ଜଣେ ଆସିଥାଏ ସେତେବେଳେ ଉନ୍ନତିର ବାଟ ଆହୁରି ମଧ୍ୟ ଫିଟି ଯାଇଥାଏ। ଚାଲନ୍ତୁ ଜାଣିବା ଏହି ତୃତୀୟ ପାଦ ବିଷୟରେ। ଏହିପରି ପାଦ ଯେଉଁମାନଙ୍କର ଥାଏ, ଯେବେକି ପାଦ ଓଦା ହୋଇଗଲେ ଚଟାଣରେ ପଡ଼ିଲେ ପାଦର ଆଙ୍ଗୁଠି ଚିହ୍ନ ଆସିଥାଏ, ଉପର ଭାଗ ତଳ ଭାଗ ଆସିଥାଏ କିନ୍ତୁ ମଝି ଭାଗ ନଥାଏ। ଏହିଭଳି ବ୍ୟକ୍ତିବିଶେଷ ସାମାଜିକ ବହୁତ ହୋଇଥାନ୍ତି। ସୋସିଆଲ ୱାର୍କରେ ଏମାନେ ବହୁତ ମନ ରଖିଥାନ୍ତି ଏବଂ ଏମାନେ ଏମାନଙ୍କର କଥା ଶୈଳୀରେ ସମସ୍ତଙ୍କୁ ଆକୃଷ୍ଟ ମଧ୍ୟ କରିଥାନ୍ତି। ରାଜନେତା ହେବାର ଏମାନଙ୍କର ଭାଗ୍ୟ ବହୁତ ଭାବରେ ଥାଏ। ଏମାନେ ଏମାନଙ୍କ କଥା ଏବଂ କର୍ମ ଶୈଳୀରେ ସମସ୍ତଙ୍କୁ ନିଜର ମଧ୍ୟ କରିଥାନ୍ତି। ବହୁତ ଭାବରେ ଏମାନେ ଉନ୍ନତି ମଧ୍ୟ କରିଥାନ୍ତି। ଏହି ପାଦଟି ଅତି ଭାଗ୍ୟବାନ ଏବଂ ଅତି ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାନ୍ତି। ଏହି ପାଦରେ ଉନ୍ନତିର ଶିଖରରେ ଏମାନେ ପହଞ୍ଚିଥାନ୍ତି ଏବଂ ଏହିଭଳି ଓଦା ପାଦରେ ଯଦି ପାଦ ପଡ଼ିଯାଏ ତାହେଲେ ଜାଣିନେବେ କି ଏହି ବ୍ୟକ୍ତି ବିଶେଷ ବହୁତ ମାତ୍ରାରେ ଏମାନେ ଜ୍ଞାନୀ ମଧ୍ୟ ହୋଇଥାନ୍ତି। ନିଜର କର୍ମକୁ ଏମାନେ ବହୁତ ଗୁରୁତ୍ୱ ଦେଇଥାନ୍ତି। କର୍ମକୁ ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇଥାନ୍ତି ସେମାନେ ଶିଖରରେ ଉନ୍ନତିର ଶିଖରରେ ପହଞ୍ଚିଥାନ୍ତି ଏବଂ ଏମାନଙ୍କ ପାଖରେ ଧନ ଅଚାନକ ମଧ୍ୟ ଆସିଥାଏ। ଯେଉଁ ସର୍ଟକଟ୍ କୁହନ୍ତି, ସର୍ଟକଟ୍ ତରିକାରେ ମଧ୍ୟ ଏମାନଙ୍କ ପାଖକୁ ଧନ ଆସିଥାଏ, କାରଣ ସେମାନେ ନିଜର ବୁଦ୍ଧି ଲଗାନ୍ତି। ବଳକୁ ଖର୍ଚ୍ଚ ନକରି ବୁଦ୍ଧି ଲଗେଇକିରି ଧନ ମଧ୍ୟ କମେଇଥାନ୍ତି। ଏହିଭଳି ଭାବରେ ଆପଣମାନେ ଜାଣିଲେ ଆଜିର ପାଦର ଆକୃତି। ଏହିସବୁ ପାଦ ଯେଉଁମାନଙ୍କର ଥାଏ ସେମାନଙ୍କର ଭାଗ୍ୟ ଭବିଷ୍ୟ ଚରିତ୍ର ଲକ୍ଷଣ ଏହିଭଳି ଥାଏ। ଏହି ପାଦର ସ୍ୱଭାବ ବହୁତ ସରଳ ହୋଇଥାନ୍ତି। ଏମାନେ ବହୁତ ସରଳ ସହିତ ଏମାନେ ଅନ୍ୟର ସାହାଯ୍ୟ ମଧ୍ୟ ସବୁବେଳେ କରିଥାନ୍ତି। ଯିଏ ଅନ୍ୟର ସାହାଯ୍ୟ ସବୁବେଳେ କରିଥାଏ ସେମାନଙ୍କର ଚରିତ୍ର ସରଳ ହୋଇଥାଏ, କର୍ମ ମଧ୍ୟ ବହୁତ ଭଲ ହୋଇଥାଏ, ଭଗବାନଙ୍କର କୃପା ମଧ୍ୟ ଥାଏ। ଆଉ ଗୋଟେ କଥା, ପାଦର ଆକୃତି ଯାହା ବି ହେଇଥାଉ ମନ ସବୁବେଳେ ସଫା ରଖିବେ, ଭଗବାନଙ୍କ ପାଖରେ ରଖିବେ, ଅନ୍ୟକୁ କେବେ ଆହତ କରିବେନି। ଦେଖିବେ ଆପଣଙ୍କର ଭାଗ୍ୟ ଯେତେ ଖରାପ ଥିଲେ ସବୁବେଳେ ଆପଣ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଭଗବାନ ଆପଣଙ୍କୁ ଅସୁବିଧାରୁ ମଧ୍ୟ କାଢ଼ିଦେବେ। ଏହି ମାନବ ସେବା ହିଁ ମାଧବ ସେବା, ଏହି ଶବ୍ଦକୁ ଆପଣମାନେ ଯଦି ମନରେ ସବୁବେଳେ ରଖିବେ ସବୁବେଳେ ଆପଣମାନେ ଉନ୍ନତି କରିବେ। ଯାହା ବି ହେଉ ଏହିଭଳି ପାଦର ଚରିତ୍ର ଆପଣ ଜାଣିପାରିବେ। କେମିତି ଲାଗିଲା ଭିଡ଼ିଓଟି କମେଣ୍ଟରେ ନିହାତି ଜଣାଇବେ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ନିହାତି ଭାବରେ ଟାଇପ୍ କରିବେ। ଏବଂ ଚାଲନ୍ତୁ ସାଙ୍ଗମାନେ ଦେଖା ହେବା କାଲିର ଗୋଟେ ବହୁତ ଜ୍ଞାନବର୍ଦ୍ଧକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସାଙ୍ଗମାନେ ରହୁଛି। ଜୟ ଜଗନ୍ନାଥ। ପାଦର ଆକୃତି ଆପଣମାନଙ୍କର ଭାଗ୍ୟ ଭବିଷ୍ୟ ଏବଂ ବୁଦ୍ଧିକୁ ନିର୍ଦ୍ଧାର କରିଥାଏ, କିନ୍ତୁ କର୍ମ ଭଲ ଥିଲେ ସବୁବେଳେ ଖରାପ ସମୟ ମଧ୍ୟ ଭଲରେ ବଦଳିବ।